ବନ୍ଧୁଗଣ, ଭଗବାନ ଶିବ କୁହନ୍ତି ଓମ୍ ନମଃ ଶିବାୟ ଜପ କରିବା ଦ୍ୱାରା କ'ଣ ହୋଇଥାଏ? ବନ୍ଧୁଗଣ, ଏକ ସମୟର କଥା ଅଟେ। ଭଗବାନ ଶିବ ଓ ଦେବୀ ପାର୍ବତୀ କୈଳାସ ପର୍ବତର ଦିବ୍ୟ ବାତାବରଣରେ ବସି ରହିଥିଲେ। ସେହି ସମୟରେ ଦେବୀ ପାର୍ବତୀ ବଡ଼ ବିନମ୍ର ଭାବରେ ଭଗବାନ ଶିବଙ୍କ ଆଡ଼କୁ ଦେଖିଲେ ଓ କହିଲେ, ହେ ପ୍ରଭୁ, ମୋରି ମନରେ ଏକ ପ୍ରଶ୍ନ ରହିଛି। ଯେଉଁ ଲୋକ ଆପଣଙ୍କ ନାମ ଜପିଥାନ୍ତି ତଥା ଓମ୍ ନମଃ ଶିବାୟ ସ୍ମରଣ କରିଥାନ୍ତି, ତାଙ୍କ ଉପରେ ଆପଣଙ୍କ କୃପା କିପରି ହୋଇଥାଏ? କ'ଣ ସତରେ ଆପଣଙ୍କ ନାମ ଜପିବା ଦ୍ୱାରା ମନୁଷ୍ୟଙ୍କ କଲ୍ୟାଣ ହୋଇଥାଏ? ଭଗବାନ ଶିବ ହସିଲେ ଓ ଶାନ୍ତ ସ୍ୱରରେ କହିଲେ, ହେ ଦେବୀ ପାର୍ବତୀ, ତୁମରି ଏହି ପ୍ରଶ୍ନ ବହୁତ ମହତ୍ୱପୂର୍ଣ୍ଣ ଅଟେ। ଏହାକୁ ଧ୍ୟାନରେ ଶୁଣ, କାରଣ ଏହାର ଉତ୍ତର ମନୁଷ୍ୟଙ୍କ ଜୀବନକୁ ବଦଳାଇ ଦେଇଥାଏ। ଓମ୍ ନମଃ ଶିବାୟ କୌଣସି ସାଧାରଣ ଶବ୍ଦ ନୁହଁ, ଏହା ପଞ୍ଚାକ୍ଷରୀ ମନ୍ତ୍ର ଅଟେ। ଏଥିରେ ପୁରା ବ୍ରହ୍ମାଣ୍ଡର ଶକ୍ତି ରହିଛି। ଯେବେ କୌଣସି ମନୁଷ୍ୟ କାମ କରି କରି, ଚାଲବୁଲା କରି କିମ୍ବା ଉଠିବା ବସିବାରେ ମଧ୍ୟ ମୋର ନାମ ନେଇଥାଏ, ତେବେ ବୁଝି ନିଅନ୍ତୁ କି ସେ ନିଜ ଭିତରେ ଶୋଇ ରହିଥିବା ଦିବ୍ୟ ଊର୍ଜାକୁ ଜାଗ୍ରତ କରୁଅଛି। ଏହି ଊର୍ଜା ତାକୁ ପାପ ଓ ଦୁଃଖରୁ ମୁକ୍ତି ପ୍ରଦାନ କରିଥାଏ। ଦେବୀ ପାର୍ବତୀ ଜିଜ୍ଞାସା ପୂର୍ବକ ପଚାରିଲେ, ହେ ପ୍ରଭୁ, କ'ଣ ଏତେ ସରଳ ଉପାୟ ମନୁଷ୍ୟର କର୍ମ ଓ ଜୀବନର ଦିଗ ବଦଳାଇ ପାରିବ? ଭଗବାନ ଶିବ ଉତ୍ତର ଦେଲେ, ହଁ ଦେବୀ, ଯେପରି ନିଆଁର ସ୍ୱଭାବ ଜଳିବା ଅଟେ ଓ ସୂର୍ଯ୍ୟର ସ୍ୱଭାବ ପ୍ରକାଶ ଦେବା ଅଟେ, ସେପରି ମୋରି ନାମର ସ୍ୱଭାବ ଭକ୍ତଙ୍କ ଅନ୍ଧକାରକୁ ମେଟାଇବା ପାଇଁ ଅଟେ। ଯେବେ କିଏ ପ୍ରତ୍ୟେକ ପାଦର ସହିତ ମୋର ନାମ ନେଇଥାଏ, ତେବେ ତାର ପ୍ରତ୍ୟେକ ପାଦ ଏକ ପୂଜା ବନିଯାଇଥାଏ, ତାରି ଶ୍ୱାସ ପ୍ରାର୍ଥନା ବନିଯାଇଥାଏ ଓ ତାର ଜୀବନ ଏକ ମନ୍ଦିର ବନିଯାଇଥାଏ। ଏପରି ଭକ୍ତ ଧୀରେ ଧୀରେ ନିଜ ପାପରୁ ମୁକ୍ତ ହେବାରେ ଲାଗିଥାଏ ଓ ତାରି ଜୀବନର ମାର୍ଗ ପରିଷ୍କାର ହୋଇଯାଇଥାଏ। ପୁଣି ଦେବୀ ପାର୍ବତୀ ଉତ୍ସୁକ ହୋଇ କହିଲେ, ହେ ପ୍ରଭୁ, କୃପା କରିକି ଏହି ରହସ୍ୟକୁ ଆହୁରି ସରଳ ଭାଷାରେ ବୁଝାନ୍ତୁ। କିପରି ସାଧାରଣ ଚଳନା ମଧ୍ୟ ଏକ ଆଧ୍ୟାତ୍ମିକ ଯାତ୍ରା ବନିଥାଏ। ଭଗବାନ ଶିବ ଗମ୍ଭୀର ସ୍ୱରରେ କହିଲେ, ହେ ଦେବୀ ପାର୍ବତୀ, ଧ୍ୟାନରେ ଶୁଣ, ଏହି ରହସ୍ୟ ବହୁତ ଗଭୀର ଅଟେ। ଯିଏ ବି ଏହାକୁ ବୁଝି ନେଇଥାଏ, ତାରି ଜୀବନ ବଦଳି ଯାଇଥାଏ। ଦେବୀ ପାର୍ବତୀ ବଡ଼ ଆଦର ପୂର୍ବକ କହିଲେ, ହେ ପ୍ରଭୁ, ଆପଣ କହିଲେ କି ଆପଣଙ୍କ ନାମ ଜପିବା ଦ୍ୱାରା ଭକ୍ତଙ୍କ ଜୀବନ ବଦଳି ଯାଇଥାଏ। କୃପା କରି ଏବେ ମୋତେ ବିସ୍ତାର ଭାବରେ ବୁଝାନ୍ତୁ କି ଏହାର ପ୍ରଥମ ପ୍ରଭାବ ମନୁଷ୍ୟଙ୍କ ମନ ଓ ଶରୀର ଉପରେ କିପରି ପଡ଼ିଥାଏ? ଭଗବାନ ଶିବ କହିଲେ, ହେ ଦେବୀ, ମନୁଷ୍ୟ ଯେବେ ଚାଲିଥାଏ ଓ ପ୍ରତ୍ୟେକ ପାଦରେ ଓମ୍ ନମଃ ଶିବାୟର ସ୍ମରଣ କରିଥାଏ, ତେବେ ସବୁଠାରୁ ପ୍ରଥମେ ତାର ମନ ଶାନ୍ତ ହେବାକୁ ଲାଗିଥାଏ। ମନୁଷ୍ୟର ମନ ସର୍ବଦା ବିଚାରରେ ଭରି ରହିଥାଏ, କେବେ ଅତୀତର ଚିନ୍ତା ତ କେବେ ଭବିଷ୍ୟର ଚିନ୍ତା। ଏହି ଚିନ୍ତା ଓ ଚାପ ତାକୁ ଭିତରରୁ ଥକାଇ ଦେଇଥାଏ। କିନ୍ତୁ ଯେପରି ହିଁ ସେ ମୋରି ନାମ ଜପ କରିବା ଆରମ୍ଭ କରିଥାଏ, ତାରି ବିଚାରର ଭିଡ଼ କମ୍ ହେବାରେ ଲାଗିଥାଏ। ମନ ହାଲକା ହୋଇଯାଇଥାଏ ଓ ଭକ୍ତଙ୍କୁ ଏପରି ଲାଗିଥାଏ କି ଯେପରି କିଏ ତାର କାନ୍ଧରୁ ବୋଝ ଓହ୍ଲାଇ ନେଇଛି। ତାରି ଶ୍ୱାସ ଗଭୀର ହେବାରେ ଲାଗିଥାଏ, ଶରୀରରେ ଶାନ୍ତି ଆସିବାକୁ ଲାଗିଥାଏ ଓ ଚେହେରା ଉପରେ ଏକ ନୂଆ ସତେଜ ଦେଖା ଦେଇଥାଏ। ଦେବୀ ପାର୍ବତୀ ଆଶ୍ଚର୍ଯ୍ୟ ଭାବରେ ପଚାରିଲେ, ହେ ପ୍ରଭୁ, କ'ଣ କେବଳ ଏତିକି କରିବା ଦ୍ୱାରା ମନୁଷ୍ୟ ଚାପରୁ ମୁକ୍ତ ହୋଇପାରିଥାଏ? ଭଗବାନ ଶିବ କହିଲେ, ହଁ ଦେବୀ, ଯେପରି କୌଣସି ଶାନ୍ତ ପୋଖରୀରେ ପଥର ପକାଇବା ଦ୍ୱାରା ଲହର ଉଠିଥାଏ ଓ ଧୀରେ ଧୀରେ ଦୂର ଯାଏଁ ବ୍ୟାପି ଯାଇଥାଏ, ସେପରି ମନ୍ତ୍ରର କମ୍ପନ ଭକ୍ତଙ୍କ ଶରୀର ଓ ମନରେ ବ୍ୟାପି ଯାଇଥାଏ। ତାରି ଥକାପଣ ଦୂର ହୋଇଥାଏ, ତାରି କ୍ରୋଧ କମ୍ ହୋଇଥାଏ ଓ ତାରି ଭିତରେ ଡର ଓ ଚିନ୍ତା ନଷ୍ଟ ହେବାରେ ଲାଗିଥାଏ। ଏହି ମନ୍ତ୍ର କେବଳ କାନରେ ଶୁଣିବା ଜିନିଷ ନୁହଁ, ଏହା ଆତ୍ମାକୁ ଛୁଉଁଥିବା କମ୍ପନ ଅଟେ। ଯେବେ ଭକ୍ତ ଓମ୍ ନମଃ ଶିବାୟର ଜପ କରିଥାଏ, ତେବେ ତାରି ଶରୀର ଓ ମନ ଧୀରେ ଧୀରେ ଏକ ନୂଆ ଊର୍ଜାରେ ଭରି ଯାଇଥାଏ। ଦେବୀ ପାର୍ବତୀ ପ୍ରସନ୍ନ ହୋଇ କହିଲେ, ହେ ପ୍ରଭୁ, ଏହା ତ ବହୁ ଅଦ୍ଭୁତ ଅଟେ। ଏକ ସାଧାରଣ ଜପ ଏତେ ବଡ଼ ପରିବର୍ତ୍ତନ ଆଣିପାରିଥାଏ, ଏହା ତ ମୁଁ ଭାବି ହିଁ ନଥିଲି। ଭଗବାନ ଶିବ କହିଲେ, ହେ ଦେବୀ ପାର୍ବତୀ, ଏହା ତ କେବଳ ପ୍ରଥମ ଚରଣ ଅଟେ। ଏହି ନାମ ଜପର ପ୍ରଥମ ପ୍ରଭାବ ମନ ଓ ଶରୀରର ଶାନ୍ତି ଅଟେ, କିନ୍ତୁ ଏହାର ଦ୍ୱିତୀୟ ଆହୁରି ଗଭୀର ପ୍ରଭାବ ଭକ୍ତଙ୍କ ଆତ୍ମା ଓ ତାରି ଊର୍ଜା ଉପରେ ପଡ଼ିଥାଏ। ଏହି ପ୍ରଭାବ ଆହୁରି ବି ଚମତ୍କାରୀ ହୋଇଥାଏ।
पुणी देवी पार्वती कहले, हे प्रभु, आपण कहले कि आपणक नाम जप करने द्वारा मनुष्यर मन शांत होता है और तार तन हाल्का हो जाए, किंतु यह तो केवल बाहर प्रभाव अटे। कृपा करी कहतु कि यार प्रभाव आत्मा और तारी ऊर्जा पर किपरि पड़ी थाए। भगवान शिव स्मितहास्य देई कहले, हे देवी, मन और शरीर लाभ तो भक्त शीघ्र अनुभव करि थाए, किंतु प्रकृत चमत्कार तो आत्मा और तारी ऊर्जा पर होता है। प्रत्येक मनुष्य केवल शरीर और मांसर पितुला नुह, तारी भितरे ऊर्जार एक विशाल संसार रही। एही ऊर्जा जीवन को चलाई थाए। एही ऊर्जा को प्राण कहती और यह शिरा मानक माध्यम पूरा शरीर रे प्रवाहित होता है। किंतु मनुष्य जब चिंता, क्रोध, लोभ और असंतुलन में भरी रही थाए, तेबे एही प्राण शक्ति बाधित हो जाए, जहाद्वारा बेमार, दुख और अशांति सृष्टि होता है। पुणी देवी पार्वती कहले, प्रभु, तेबे कौन नाम जप करने द्वारा यही बाधा मान दूर होता है? भगवान शिव कहले, हाँ देवी, जेबे भक्त प्रति पादरे ओम नमः शिवायर जप करि थाए, तेबे यही मंत्र तारी भितरे कंपन सृष्टि करि थाए। एही कंपन साधारण नुह, यह ब्रह्मांडर प्रथम ध्वनि ओमर शक्ति अटे। यही शक्ति तार शिरा प्रशिरा जमा होइथिबा अशुद्ध को धीरे धीरे सफा करि देई थाए। जेपरी मैला जल को शुद्ध जल बारंबार बही सफा करि दिए, सेपरी यही मंत्र भक्तर शिरा को शुद्ध करि थाए। धीरे धीरे तारी भीतरर नकारात्मक शेष होबारे लागि थाए। तारी मनरे करुणा और दयार भाव बढ़िबारे लागि थाए। जोंठारे प्रथमे क्रोध किंबा घृणा थिला, सेठारे एबे प्रेम और शांतिर अनुभव होइथाए। देवी पार्वती कहले, हे प्रभु, तेबे कौन यार संबंध आमरी कर्म सह रही? भगवान शिव कहले, हाँ देवी, प्रत्येक मनुष्य निजर कर्मर डोरी रे बंधा होइथाए। प्रत्येक जन्म रे करा जाइथिबा भल खराब कर्म आत्मा उपरे जमा हो जाइथाए। एही परस्त एते मोटा होई जाइथाए कि आत्मार प्रकृत तेज प्रकृत स्वरूप रे लुचि रही जाए। किंतु जेबे भक्त ओम नमः शिवायर जप करिथाए, तेबे एही मंत्र सेही खराब कर्म को धीरे धीरे परिष्कार करिबारे लागि थाए। धीरे धीरे तारी आत्मार दर्पण सफा हो जाइथाए और पुणी आत्मा निजर प्रकृत प्रकाश रे झलसी उठे। देवी पार्वती कहले, प्रभु, यह तो बहु अद्भुत अटे। अर्थात यही जप ना केवल मनुष्य को शांति देई थाए, बल्कि ताकू कर्मर बंधन मध्य मुक्त करि थाए। भगवान शिव कहले, ठीक कहिल देवी, यही नाम जप करुथिबा भक्त निज कर्मर बोझ को हाल्का करि थाए। तार नियति बदलिबाकू लागि थाए। से सही दुख और बाधा ठारू बंचिबारे लागि थाए, जहा ताहा कर्मर कारणरू आसिबाकू थिला। एही जप तारी जीवन को दिव्यता आड़कू नहीं जिबार मार्ग बनी जाई थाए। देवी पार्वती पुणी एक प्रश्न कले, हे प्रभु, कौन यही मंत्र भक्तंक रक्षा मध्य करि थाए? कौन यह ताकू खराब शक्ति ठारू बंचाई पारिबो? भगवान शिव कहले, हे देवी, निश्चय यही मंत्र भक्तंकु ना केवल शुद्ध करि थाए, बल्कि तार चतुर्पार्श्वर एक अदृश्य कवच मध्य बनाई देई थाए। ओम नमः शिवायर उच्चारण भक्तंक आत्मार चतुर्पार्श्वर एक दिव्य उज्जार घेरा बनाई देई थाए। एही घेरा कौनसी भी नकारात्मक शक्ति, खराब दृष्टि किंबा दुर्घटना को भितरे प्रवेश करने को दिए नहीं। देवी पार्वती कहले, प्रभु, यह किपरि संभव अटे? कौन केवल मंत्र जप द्वारा एते शक्तिशाली कवच बनी पारिबो? भगवान शिव कहले, हे देवी, यही ध्वनि रे अपार शक्ति रही। ब्रह्मांडर आरंभ मध्य यही ध्वनि रे होइथिला। ओम सेही प्रथम नाद अटे, जहा द्वारा सृष्टिर विस्तार होइछि। जेबे भक्त प्रेम और श्रद्धारे ओम नमः शिवायर जप करि थाए, तेबे तार प्रत्येक अक्षर रे दिव्य तरंग बाहरी थाए। एही तरंग तारी चतुर्पार्श्वर एक सुरक्षात्मक कवच बनाई देई थाए। एही मंत्र भक्तंक चतुर्पार्श्वर एक ढाल रूप में कार्य करि थाए। पुणी देवी पार्वती कहले, हे प्रभु, कौन यही कवच केवल बाहर शक्ति ठारू रक्षा करि थाए ना भक्तंक भितरे मध्य कौनसी परिवर्तन करि थाए? भगवान शिव कहले, हे देवी, यही कवच भितर और बाहर दुहींक ठारू सुरक्षा प्रदान करि थाए।
ବାହାରରୁ ଆସୁଥିବା ନକାରାତ୍ମକ ଊର୍ଜା ଭକ୍ତଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରିନଥାଏ। ଭିତରେ ଯେଉଁ ଦୁର୍ବଳ ରହିଛି ଯଥା ଭୟ, କ୍ରୋଧ, ଲୋଭ, ସେସବୁ ମଧ୍ୟ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଥାଏ। ମନ୍ତ୍ରର ଏହି କବଚ ଭକ୍ତଙ୍କୁ ଏକ ନୂଆ ଶକ୍ତି ଓ ସାହସ ପ୍ରଦାନ କରିଥାଏ। ଯେଉଁ ଭକ୍ତ ଏହି ନାମର ଜପ କରିଥାଏ ତାରି ଭିତରେ ଏକ ଅଦ୍ଭୁତ ଆତ୍ମବିଶ୍ୱାସ ଆସିଯାଇଥାଏ। ସେ କୌଣସି ବି ପରିସ୍ଥିତିରେ ଭୟଭୀତ ହୋଇନଥାଏ, କାରଣ ସେ ଜାଣିଥାଏ କି ସ୍ୱୟଂ ମହାଦେବଙ୍କ କବଚ ତାରି ରକ୍ଷା କରୁଅଛି। ଦେବୀ ପାର୍ବତୀ କହିଲେ, ହେ ପ୍ରଭୁ, ମୋତେ ବୁଝା ପଡ଼ିଗଲା କି ଆପଣଙ୍କ ଭକ୍ତମାନେ ଓମ୍ ନମଃ ଶିବାୟ ବାରମ୍ବାର କାହିଁକି କହିଥାନ୍ତି। ଏହି ମନ୍ତ୍ର ହିଁ ସବୁଠାରୁ ବଡ଼ ସୁରକ୍ଷା କବଚ ଅଟେ। ଭଗବାନ ଶିବ ସ୍ମିତହାସ୍ୟ ଦେଇ କହିଲେ, ହେ ଦେବୀ, ଏହା ସତ୍ୟ ଅଟେ। ଏହି ମନ୍ତ୍ର ଭକ୍ତଙ୍କ ଜୀବନରେ ପ୍ରତ୍ୟେକ ପ୍ରକାର ସଙ୍କଟଠାରୁ ବଞ୍ଚାଇଥାଏ ଓ ତାକୁ ଦିବ୍ୟତାର ମାର୍ଗରେ ଆଗକୁ ବଢ଼ାଇଥାଏ। ଦେବୀ ପାର୍ବତୀ ଭଗବାନ ଶିବଙ୍କୁ ଆଉ ଏକ ପ୍ରଶ୍ନ କଲେ, ହେ ପ୍ରଭୁ, କ'ଣ ଏହି ମନ୍ତ୍ର ଭକ୍ତଙ୍କୁ କେବଳ ରକ୍ଷା ହିଁ କରିଥାଏ ନା ତାକୁ ଆପଣଙ୍କ ସହ ଏକତ୍ୱର ଅନୁଭବ ମଧ୍ୟ କରାଇଥାଏ। ଭଗବାନ ଶିବ କହିଲେ, ହେ ଦେବୀ, ଓମ୍ ନମଃ ଶିବାୟ କେବଳ ଏକ ରକ୍ଷା କବଚ ନୁହଁ, ଏହା ଭକ୍ତଙ୍କୁ ଧୀରେ ଧୀରେ ମୋରି ସହିତ ଯୋଡ଼ିବା ସେତୁ ଅଟେ। ଯେବେ କୌଣସି ଭକ୍ତ ନିଃସ୍ୱାର୍ଥ ଭାବରେ ବିନା କିଛି ଇଚ୍ଛାରେ ଏହି ମନ୍ତ୍ରର ଜପ କରିଥାଏ ତେବେ ତାରି ଆତ୍ମା ମୋରି ଚେତନା ସହ ମିଶିବାରେ ଲାଗିଥାଏ। ଆରମ୍ଭରେ ଏହି ମନ୍ତ୍ର ତାକୁ ଶାନ୍ତି ଓ ସ୍ଥିରତା ଦେଇଥାଏ। ପରେ ସେହି ଭକ୍ତ ନିଜ ଭିତରର ଦୋଷରୁ ମୁକ୍ତ ହେବାରେ ଲାଗିଥାଏ। ତାରି ମନର ଅନ୍ଧକାର ନଷ୍ଟ ହୋଇଥାଏ। ପୁଣି ଗୋଟେ ଦିନ ସେ ଦେଖିଥାଏ କି ତାରି ଅସ୍ତିତ୍ୱ ମୋରି ଅସ୍ତିତ୍ୱ ଅଲଗା ନୁହଁ, ବଲ୍କି ଏକ ହିଁ ଅଟେ। ଏହା ହିଁ ଶିବଙ୍କ ଅନୁଭବ ଅଟେ। ମୁଁ ହିଁ ଶିବ ଅଟେ। ଦେବୀ ପାର୍ବତୀ ବିସ୍ମିତ ହୋଇ ପଚାରିଲେ, ହେ ପ୍ରଭୁ, କିନ୍ତୁ ଏହି ଅବସ୍ଥା ଭକ୍ତଙ୍କୁ କିପରି ପ୍ରାପ୍ତ ହୋଇଥାଏ। ଭଗବାନ ଶିବ କହିଲେ, ହେ ଦେବୀ, ଏହା ଏକ ସାଧାରଣ ପ୍ରକ୍ରିୟା ଦ୍ୱାରା ହୋଇନଥାଏ। ଏହା ପାଇଁ ଧୈର୍ଯ୍ୟ, ବିଶ୍ୱାସ ଓ ନିରନ୍ତର ଅଭ୍ୟାସ ଆବଶ୍ୟକ ଅଟେ। ଯେବେ ଭକ୍ତ ପ୍ରତ୍ୟେକ କ୍ଷଣ ଏହି ମନ୍ତ୍ରକୁ ନିଜ ଭିତରେ ବସାଇଥାଏ ତେବେ ଏହି ମନ୍ତ୍ର ତାରି ଶ୍ୱାସରେ ଘୋଳି ହୋଇଯାଇଥାଏ। ପୁଣି ଏକ ଅବସ୍ଥା ଆସିଥାଏ ଯେଉଁଠାରେ ଭକ୍ତଙ୍କୁ ଜପ କରିବାର ଆବଶ୍ୟକ ରହିନଥାଏ। ତାରି ଭିତରେ ଏହି ମନ୍ତ୍ର ନିଜେ ନିଜେ ଗୁଞ୍ଜି ଉଠିଥାଏ। ଏହାକୁ ହିଁ ଅଜପା ଜପ କୁହାଯାଇଛି। ଦେବୀ ପାର୍ବତୀ ଶ୍ରଦ୍ଧାପୂର୍ବକ କହିଲେ, ତେବେ ଭକ୍ତଙ୍କ ପ୍ରତ୍ୟେକ ପାଦ, ପ୍ରତ୍ୟେକ ଶ୍ୱାସ ଆପଣଙ୍କ ପୂଜା ବନି ଯାଉଥିବ। ଭଗବାନ ଶିବ କହିଲେ, ହଁ ଦେବୀ, ଯେ ଭକ୍ତ ଏହି ଅବସ୍ଥାରେ ପହଞ୍ଚିଥାଏ ତେବେ ତାର ଜୀବନ ହିଁ ପୂଜା ବନି ଯାଇଥାଏ। ତାର ପ୍ରତ୍ୟେକ ପାଦ ଶିବଲିଙ୍ଗ ଉପରେ ଚଢ଼ା ହୋଇଥିବା ଏକ ଫୁଲ ବନି ଯାଇଥାଏ। ତାର ପ୍ରତ୍ୟେକ ଶ୍ୱାସ ଗଙ୍ଗା ଜଳର ଅଭିଷେକ ବନି ଯାଇଥାଏ। ସେହି ଭକ୍ତ ଏକ ମନ୍ଦିର ବନି ଯାଇଥାଏ। ତାକୁ ସେହି ସମୟରେ ଜ୍ଞାତ ହୋଇଥାଏ କି ଶିବ କେଉଁଠି ବାହାରେ ନାହାନ୍ତି, ବଲ୍କି ତାରି ଭିତରେ ଅଛନ୍ତି। ଏହି ସାଧନା ଏକ ଚରମ ଅନୁଭବ ଅଟେ। ଏହା ହିଁ ଆତ୍ମା ଓ ପରମାତ୍ମାର ମିଳନ ଅଟେ। ଦେବୀ ପାର୍ବତୀ କହିଲେ, ହେ ପ୍ରଭୁ, ମୋତେ ବୁଝା ପଡ଼ିଗଲା କି ଓମ୍ ନମଃ ଶିବାୟ ଜପ କେବଳ ଶବ୍ଦ ନୁହଁ, ବଲ୍କି ସ୍ୱୟଂ ଶିବଙ୍କ ସହ ମିଶିବାର ମାର୍ଗ ଅଟେ। ଭଗବାନ ଶିବ କହିଲେ, ଯେଉଁ ଭକ୍ତ ଶ୍ରଦ୍ଧା ଓ ନିଷ୍ଠାରେ ଏହି ମନ୍ତ୍ରର ଜପ କରିଥାଏ ସେ ନା କେବଳ ନିଜ ସଙ୍କଟରୁ ମୁକ୍ତ ହୋଇଥାଏ, ବଲ୍କି ସେ ମୋରି ହିଁ ସ୍ୱରୂପର ଅନୁଭବ କରିଥାଏ। ବନ୍ଧୁଗଣ, ଆଶା କରୁଛି ଏହି କଥାଟି ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ଯଦି ଏହି କଥାଟି ଆପଣଙ୍କୁ ପସନ୍ଦ ଆସିଥାଏ ଓ ଏହା ସହ ଯଦି ଆପଣ ଚାହାନ୍ତି କି ଭଗବାନ ଶିବଙ୍କ କୃପା ଆପଣଙ୍କ ଉପରେ ବନି ରହେ ତେବେ କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ନିଶ୍ଚୟ ଲେଖିଦିଅନ୍ତୁ। ଏହା ସହ ଭିଡ଼ିଓକୁ ଲାଇକ୍ କରି ଆମର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।